जो मैंने भी सब जॉइन कलानी सी चैट बॉक्स रे मेसेज कर दियो। ଆଉ ପିପିଟି ଟା କ୍ଲିୟର ଶୋ ହଉଛି ତ? ପିପିଟି କ୍ଲିୟର ଶୋ ହଉଛି? ହ୍ୟାଲୋ। ଆଜ୍ଞା ଭଏସ ମ୍ୟାମ୍ ହଉଛି। ଆଚ୍ଛା। ଯୋଉ ପିପିଟି ଟା ମୁଁ ଶୋ କରେଇଛି ଶୋ ହଉଛି ତ? ଆଜ୍ଞା ମ୍ୟାମ୍। ଆଉ ମୁଁ ଟିକେ ରୁହ ପେଜ ଚେଞ୍ଜ କରୁଛି, ଏଇଟା ଚେଞ୍ଜ ହଉଛି କି ନା ନାଇଁ ମତେ ଟିକେ କହିଲ। ଚେଞ୍ଜ ହଉଛି ତ? ନାଇଁ ମ୍ୟାମ୍ ହଉନି। ତ ଗୋଟେ ଜାଗାରେ ରହିଛି ଫିଜିକାଲ ପଲିସି ଉପରେ। ହଉ ଠିକ ଅଛି, ମୁଁ ଆଉ ଥରେ କାଟିକି ଦଉଛି। ଏବେ ହଉଛି ମ୍ୟାମ୍। ଆଚ୍ଛା ଠିକ ଅଛି। ତ ଆଜି ଯୋଉମାନେ ବି ଜଏନ କରିଗଲଣି ତମେ ଚାଟ ବକ୍ସରେ ସବୁ ରୋଲ ନମ୍ବର ମେସେଜ କରିଦିଅ। ତାପରେ ମୁଁ ଷ୍ଟାର୍ଟ କରିଦେବି ଆମର ଫିଜିକାଲ ପଲିସି ଆଣ୍ଡ ଫ୍ୟାକ୍ଟର। ଆଜି ପଢିବା ଫିଜିକାଲ ପଲିସି ଉପରେ। ଓକେ। ତାପରେ ଫାଷ୍ଟ ଆମେ କଣ କରିବା, ଆମେ କାଲି ଦେଖିଥିଲେ ମାକ୍ରୋ ଇକୋନୋମିକ୍ସ, ମାଇକ୍ରୋ ଇକୋନୋମିକ୍ସ, ଆଉ ପଢିଥିଲି କଣ ଏନଭାୟରମେଣ୍ଟ ଉପରେ ପଢିଥିଲି, ଇକୋନୋମି ଏନଭାୟରମେଣ୍ଟ କଣ ପଢିଥିଲି। ଆଜି ଫିଜିକାଲ ପଲିସି ପଢିବା। ଫିଜିକାଲ ପଲିସି ହଉଛି କଣ ନା ଗଭର୍ଣମେଣ୍ଟ ଯେତେ ସବୁ ପଇସା ନଉଛି ତ ତାକୁ କୋଉ ବାଟରେ କୋଉଠୁ ଇନକମ କରିବ ଆଉ କୋଉଠି ତାକୁ ଖର୍ଚ୍ଚ କରିବ, ତ ସେଇଗୁଡାକୁ ଆମେ ଫିଜିକାଲ ପଲିସି ଭିତରେ ପଢିବା। ଓକେ। Fiscal policy refers to the use of the government spending and tax policies to the influence economic conditions, especially macroeconomics conditions. ସେ କହିଲା ଫିଜିକାଲ ପଲିସି ରେଫର୍ସ କରୁଛି ଗଭର୍ଣମେଣ୍ଟ କୋଉଠି କୋଉଠି ମନି ସ୍ପେଣ୍ଡ କରିବ ଆଉ କୋଉଠି କୋଉଠି କଲେକ୍ଟ କରିବ। These include aggregate demand for goods and services, employment, inflation and economic growth. ଆଉ ଏଥିରେ କଣ ଇନକ୍ଲୁଡ ରହୁଛି ଆମ ଲୋକଙ୍କର ଗୁଡ୍ସ ରହୁଛି, ଏମ୍ପ୍ଲୟମେଣ୍ଟ ରହୁଛି, ଇନଫ୍ଲେସନ ରହୁଛି, ଇକୋନୋମିକ ଗ୍ରୋଥ ବିଷୟରେ ବି ରହୁଛି। During a recession, the government may lower tax rate or increase spending to increase demand and spur economic activity. ତାପରେ ସେ କହିଲା conversely to combat inflation, it may raise rate or cut spending to cool down the economy. Fiscal policy is often constrained with monetary policy, which is enacted by the central bank or not elected government official. तो फिजिकल पॉलिसी कौन हमको हेल्प करूची ना गोटे मॉनिटरी पॉलिसी को बैलेंस करूची। मॉनिटरी पॉलिसी कहले तमरा होची मनी फ्लो होची जो हमरो आसची कोठी मनी फ्लो जो होची, तो ताकू केमते हमें डील करूचे मनी फ्लो टाको कि केतिकी मनी ଆମର ଆସିବା ଦରକାର ଆଉ କେତିକି ମନି ରିଜର୍ଭ ହେଇକି ରହିବା ଦରକାର। ମନିଟାରୀ ପଲିସିକୁ ବାଲାନ୍ସ କିଏ କରିବ? ଫିଜିକାଲ ପଲିସି। ତ ସେଇ ଜିନିଷଟା ଏଠି କହିଲା। ନେକ୍ସଟ କଣ କହିଲା? Fiscal policy is the governmental decision to increase or decrease taxation and spending. ଆଉ ଫିଜିକାଲ ପଲିସି ହଉଛି ଗୋଟେ ପଲିସି ଯୋଉଟା ଆମକୁ କଣ କରାଏ ନା ଆମର କେତିକି ଇନକ୍ରିଜ ହବ ଆଉ କେତିକି ଡିକ୍ରିଜ ହବ, କେତିକି ଟ୍ୟାକ୍ସ ଆମେ ସେଭ୍ କରିବା ବା ଆମେ କୋଉଠି କେତେ ପଇସା ସ୍ପେଣ୍ଡ କରିବା ସେଇ ବିଷୟରେ ଆମକୁ କହିଥାଏ। ତ ସେ କହିଲା ଫିଜିକାଲ ପଲିସି ଆଣ୍ଡ ମନିଟାରୀ ପଲିସି ଆର୍ ଅଫନ୍ ୟୁଜ୍ ଟୁଗେଦର ଟୁ ଇନଫ୍ଲୁଏନ୍ସ ଦ ଇକୋନୋମି। ଫିଜିକାଲି ପଲିସି ହଉ କିମ୍ବା ଆମର ମନିଟାରୀ ପଲିସି ହଉ, ଦିଟାଙ୍କ ୟୁଜ୍ ହୁଏ କଣ ପାଇଁ ନା ଆମର ଇକୋନୋମିକୁ ଇନଫ୍ଲୁଏନ୍ସ କରିବା ପାଇଁ। Physically, policy can affect a company's growth, hiring ability, and taxes. This article is for business owners interested in learning about physical policy and its economic effect. ना ये जो आर्टिकल बाहर ଆମର बिजनेस ओनर माने इंटरेस्ट हुअନ୍ତି ଜାଣିବା ପାଇଁ ଫିଜିକାଲ ପଲିସି ଭିତରେ କୋଉଠି କେତେ ଖର୍ଚ୍ଚ ହବ ଆଉ କୋଉ ବାଟେ ଇନକମ ହବ। ଓକେ। ଫିଜିକାଲ ପଲିସି ଇଜ ଏ କ୍ରୁସିଆଲ ପାର୍ଟ ଅଫ ଆମେରିକାନ ଇକୋନୋମିକ୍ସ। ଫିଜିକାଲ ପଲିସିଟା ଆମର କହିବାକୁ ଗଲେ କୋଉଠି ଆସିଛି? ଆମେରିକା ଇଏରୁ ଆସିଅଛି। ଆମେରିକା ଇକୋନୋମିକ୍ସ ଆସିଛି। ବୋଥ ଦ ଏକ୍ଜିକ୍ୟୁଟିଭ ଆଣ୍ଡ legislative branches of the government determine the fiscal policy and use it influence the economy by adjusting the revenue and spending level. Those decisions can have significant impact on your small business. ଓକେ। ତାପରେ ସେ କହିଲା ଫିଜିକାଲ ପଲିସିର ଫ୍ୟାକ୍ଟର୍ସ ଆଉ ଟୁଲ୍ସ କଣ। ଫାର୍ଷ୍ଟ ଆମେ ଫ୍ୟାକ୍ଟର ଆଉ ଟୁଲରେ ଦେଖିବା କଣ ଇକୋନୋମି ଫ୍ୟାକ୍ଟର। The success of the economy is commonly measured by few factors including GDP। କହିଲେ ଆମର ଯୋଉ ଇକୋନୋମିର ଆମେ ମେଜର କରିବା କେମିତି
କାହାକୁ ନେଇ କରିବା ମେନଲି ଜିଡିପି କୁ ନେଇକି କରା ହୁଏ। Another factor is aggregate demand, which is the sum of goods and services produced by a nation purchased at the certain price point. ତ ଆଉ କାହାକୁ ନେଇକି ଆମେ ଇକୋନୋମି ଫ୍ୟାକ୍ଟର ମଧ୍ୟ ଜାଣିପାରିବା କେତିକି ଆମେ କିଣୁ ଆମର ଗୁଡ୍ସ ଆଉ ସର୍ଭିସ ପ୍ରଡ୍ୟୁସ ହଉଛି ଗୋଟେ ଜାତୀୟ ସ୍ତରରେ, ଆଉ ତାକୁ କାପାସିଟି କେତେ ରହୁଛି ଲୋକଙ୍କ ପରଚେଜ ପ୍ରାଇସ୍ ଭିତରେ ଡିଭାଇଡ କଲେ ଆମକୁ କଣ ମିଳିଯିବ, ଆମର ଡିମାଣ୍ଡ ଟା ମିଳିଯିବ। ତ ଏଗ୍ରିଗେଟ ଡିମାଣ୍ଡ କର୍ଭ indicates that at a lower price level more goods and services are demanded while there is less demand at a higher price point. Okay, ତାପରେ ସେ କହିଲା physical policy affect this measurement with the goal of increasing GDP and aggregate demand in the sustainable manner. This happens by the changing three factors. ସେ କହିଲା physically policy mainly affect କାହାକୁ କରେ ନା measurement କରିବାକୁ, ବା ଆମର ଗୋଟେ ଗୋଲ ଡିସାଇଡ କରି ଆମ ଜିଡିପି କୁ ଇନକ୍ରିଜ କରାଇବାରେ, ଆଉ ସେ କଣ କରେ ନା ଡିମାଣ୍ଡ କୁ ଗୋଟେ ଲେବୁଲରେ ରଖିବା ପାଇଁ। ତାପରେ ସେ କହିଲା ଫିଜିକାଲ ଆମର ସେଇ ଯୋଉ ତିନିଟା ଫ୍ୟାକ୍ଟର କଣ କଣ ରହିବ, ବିଜନେସ ଟ୍ୟାକ୍ସ ପଲିସି ରହିବ, ଆଉ ଗୋଟେ ହଉଛି ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡିଙ୍ଗ ରହିବ, ଆଉ ଗୋଟେ ହଉଛି ଇଣ୍ଡିଭିଜୁଆଲ ଟ୍ୟାକ୍ସେସ ରହିବ। ତ ଫାର୍ଷ୍ଟ କହିଲେ ସେ କଣ ବିଜନେସ ଟ୍ୟାକ୍ସ ପଲିସି। ତ ବିଜନେସ ଟ୍ୟାକ୍ସ ପଲିସି କଣ, tax tax that business pay to the government affect its profit and investment spending. Lowering taxes, increasing both aggregate demand and business investment opportunity. ହେଲେ ବିଜନେସ ଟ୍ୟାକ୍ସ ପଲିସି କଣ ନା ଯଦି ଗୋଟେ ଗଭର୍ଣ୍ଣମେଣ୍ଟ ଟ୍ୟାକ୍ସ କମ କରେଇଦବ ତ ଏମାନେ କଣ ଅଧିକ ପ୍ରଫିଟ ଇଏ କରିବେ, ଅଧିକ ଇନଭେଷ୍ଟ କରିବେ। ଯଦି ଟ୍ୟାକ୍ସ ଆମର ଲୋୟର ହବ ଟ୍ୟାକ୍ସ ର, ତାହେଲେ ସେ କଣ ଆମର ଡିମାଣ୍ଡ ବି ବଢିବ ଆଉ ଲୋକମାନେ ଇନଭେଷ୍ଟମେଣ୍ଟ ବି ଅଧିକ କରିବେ। ତାପରେ କହିଲା ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡିଙ୍ଗ କଣ, ତ ଏଗ୍ରିଗେଟ ଡିମାଣ୍ଡ ଇଜ ଇନକ୍ରିଜ ବାଇ ଦ ଗଭର୍ଣ୍ଣମେଣ୍ଟ ଓନ୍ ସ୍ପେଣ୍ଡିଙ୍ଗ। ଯଦି ଗଭର୍ଣ୍ଣମେଣ୍ଟ କିଛିଟା ସ୍ପେଣ୍ଡ କରୁଛି ତାହେଲେ ମଧ୍ୟ ଡିମାଣ୍ଡ ବଢିବ ଲୋକଙ୍କର, କି ଗଭର୍ଣ୍ଣମେଣ୍ଟ ର ଅଧିକ କଣ୍ଟ୍ରିବ୍ୟୁସନ ରହୁଛି। ତାପରେ ହଉଛି ଇଣ୍ଡିଭିଜୁଆଲ ଟ୍ୟାକ୍ସେସ କଣ କହୁଛି, ଟ୍ୟାକ୍ସେସ ଅନ୍ ଇଣ୍ଡିଭିଜୁଆଲ ସଚ ଏଜ ଇନକମ ଟ୍ୟାକ୍ସ affect their personal income, how much they can spend, injecting more money back into the economy. ତାହେଲେ ଇଣ୍ଡିଭିଜୁଆଲ ଟ୍ୟାକ୍ସ ଯୋଉ ରହୁଛି, ଆମର ଇଣ୍ଡିଭିଜୁଆଲ ଟ୍ୟାକ୍ସ କହିଲେ ଜଣେ ଗୋଟେ ପର୍ସନ ଯେତିକି ଇନକମ କରୁଛି, ତ ସିଏ ତା ଇନକମ କୁ ଆଫେକ୍ଟ କରିବ। ଯଦି ସିଏ ନିଜ ଇନକମ ଉପରେ ଅଧିକ ଟ୍ୟାକ୍ସ ଦେଇ ଦଉଛି ତ ସିଏ ସେଟାକୁ ସ୍ପେଣ୍ଡ ହିଁ ବେଶୀ କରିପାରିବନି, ତ ସେଇ ଗୋଟା ମଧ୍ୟ କଣ ଫ୍ୟାକ୍ଟର ଇନଫ୍ଲୁଏନ୍ସ କରୁଛି। ତ ଫିଜିକାଲି ପଲିସି typically needs to be altered when as economy running low on aggregate demand and unemployment level are high. ତାପରେ ହଉଛି ପଲିସି ଫ୍ୟାକ୍ଟର କଣ, ପଲିସି ଟୁଲ୍ସ କଣ କହିଲା, ସେଇଟା ହଉଛି ଇକୋନୋମିକ ଫ୍ୟାକ୍ଟର ଥିଲା, ଏଇଟା ହଉଛି ପଲିସି ଟୁଲ୍ସ କଣ ରହିବ ଆମର। The two main tools of physical policy are tax and spending. ହଉଛି ଯୋଉ ଆମର ପଲିସିର ମେନ୍ ଟୁଲ ଦିଟା କଣ ରହିବ, ଟ୍ୟାକ୍ସ ରହିବ, ମାନେ ଟ୍ୟାକ୍ସ ଏଠି କଣ କହୁଛି ଟ୍ୟାକ୍ସ ଆମେ କେତେ କଲେକ୍ଟ କଲେ ଆଉ ତାକୁ କୋଉଠି କୋଉଠି ସ୍ପେଣ୍ଡ କଲେ, ସେଟା ହଉଛି ମେନ୍ ଥିଙ୍ଗ ରହିବ କୋଉଠି ଆମର ଫିଜିକାଲ ପଲିସିର। Taxes influence the economy by determining how much money the government has to spend ସେ କହିଲା in certain areas and how much money individual should spend, ମାନେ କିଛିଟା କହିଲେ କି ମେନ୍ ହଉଛି ଆମର ଟ୍ୟାକ୍ସ କେତେ କଲେକ୍ଟ ହଉଛି ଆଉ କେତେ ସ୍ପେଣ୍ଡ ହଉଛି, ଆଉ ଗୋଟେ ଇଣ୍ଡିଭିଜୁଆଲ କୋଉ କୋଉ ଜାଗାରେ ସ୍ପେଣ୍ଡ କରିପାରିବ ତାର କିଛି ଏକ୍ସାମ୍ପଲ ଦିଏ। For example, if the government is trying to spur consumer spending, it can decrease taxes. A cut in tax provides families with extra cash, which the government hopes will in turn to be spent on the goods and services, thus spurring the economy as a whole. Spending is used as a tool for physical policy. ଖର୍ଚ୍ଚ କରିବାଟା ହଉଛି physical policy ର ଗୋଟେ tool to drive government money to specific sector needing an economic boost. ଗୋଟେ economic କୁ ବଢେଇବା ପାଇଁ ତମକୁ ତ ପଇସା ଦରକାର ନା, ତ ଆମ ଯୋଉ ସରକାର କାହା ପଇସା ନେଇକି ପହଞ୍ଚିବ, ଆମ ପଇସା କଲେକ୍ଟ କଲେ, ତ ଆମେ ଯଦି ଇନକମ ଟା ଭଲ କରିବା ଆଉ ଆମେ ଟ୍ୟାକ୍ସ ଗଭର୍ଣମେଣ୍ଟ କୁ ଦବା, ବା ଆମେ ଟ୍ୟାକ୍ସ ଦବା ଆଇଦର ଆମେ ଜିନିଷ କିଣିବା, କିଣିବା ଦ୍ଵାରା କଣ ହଉଛି ମାନେ ଅଟୋମେଟିକ ଗଭର୍ଣମେଣ୍ଟ ପାଖକୁ ପଇସା ଯାଉଛି। କାରଣ ଦେଖ ତମେ ଗୋଟେ ଜିନିଷ କିଣିବ, ଗୋଟେ ପ୍ରଡକ୍ଟ
ସପୋଜ ଗୋଟେ ବୋଟଲଟେ କିଣିଲ, ବୋଟଲର ପ୍ରାଇସ୍ ରହିଲା 50 रुपीज। ତ ତା ଦେହରେ କଣ ହଉଛି, ତମେ ପଇସାଟା କିଏ ନବ? କମ୍ପାନୀ ନବ। କମ୍ପାନୀ ତାର ପ୍ରଫିଟ ରଖିବ। ପ୍ରଫିଟ ରଖିଲା ପରେ ସେ କିଛି ଟ୍ୟାକ୍ସ ବି ଗଭର୍ଣ୍ଣମେଣ୍ଟକୁ ପେ କରୁଛି। ତ ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ଗଭର୍ଣ୍ଣମେଣ୍ଟ ତାର ପଇସାଟା ପାଉଛି। ଯେତିକି ଗୋଟେ ଲୋକ ଯେତେ ପଇସା ସ୍ପେଣ୍ଡ କରୁଛି, ଯେତେ ସେ କିଣୁଛି, ଯେତେ ସେ ଇନକମ କରୁଛି ବା ଯେତିକି ସେ ସ୍ପେଣ୍ଡ କରୁଛି, ତା ଦ୍ୱାରା ଗଭର୍ଣ୍ଣମେଣ୍ଟକୁ ହିଁ ଲାଭ ହଉଛି। ତ ମନିଟା ସର୍କୁଲେଟ ହଉଛି, ଗୋଟେ ଜାଗାରେ ରହିଯାଉନି। ତ ସେ ଇକୋନୋମିକ ବୁଷ୍ଟରେ ହେଲ୍ପ କରୁଛି। Whoever receive those dollars will have extra money to spend. And as with taxes, the government hopes that money will be spent on other goods and services. ତାପରେ types of physical policy, କୋଉ type of physical policy? There are two main types of physical policy. ଗୋଟେ ହଉଛି କଣ? Expansionary, ଆଉ ଗୋଟେ ହଉଛି contentionary. Expansionary ଆଉ contentionary କଣ ଜାଣିବା। ଓକେ, କାହାର କିଛି ଡାଉଟ ଅଛି କି? ଆଉ ଯୋଉମାନେ ବି ଜଏନ କଲଣି ସେ ସବୁ ଚାଟ ବକ୍ସରେ ମେସେଜ କରିଦିଅ ନିଜ ନିଜ ରୋଲ ନମ୍ବର। ବୁଝି ହଉଛି? ଭଏସ କ୍ଲିୟର ହଉଛି ତ? ଓକେ। Expansionary physical policy designed to stimulate the economic is the most often used during a recession, times of high unemployment or other low periods of the business cycle. It entails the government spending more money, lowering tax or both. ତମର ଏକ୍ସପାନ୍ସନାରୀ ଫିଜିକାଲ ପଲିସି କଣ କହିଲା? କି ଏକ୍ସପାନ୍ସନାରୀ ଫିଜିକାଲ ପଲିସି ବା ଡିଜାଇନ୍ ଟୁ stimulate the economic is most often used during a recession, times of high unemployment or other low period of the business cycle. It entails the government spending more money, lowering taxes or both. The goal of ex- expansionary fiscal policy is to put more money in the hands of the consumer, so they spend more to stimulate the economy. Explained in economic language, the goal of expansionary fiscal policy is to bluster aggregate demand in the cases when private demand has decreased. ସେ କଣ କହିଲା କି କହିବାକୁ ଗଲେ ଆମେ କଞ୍ଜ୍ୟୁମର ମାନଙ୍କ ପାଖରେ ସେତିକି ମନି ପହଞ୍ଚେଇ ଦବା ବା କଞ୍ଜ୍ୟୁମରର ଇନକମ୍ ସେତିକି ବଢିବା ଯିଏ କି ସ୍ପେଣ୍ଡ କରିପାରୁଥିବ, ଯିଏ କି ଖର୍ଚ୍ଚ କରିପାରୁଥିବ, ସେ ଯାହାର ବାଇଂ କାପାସିଟି କଣ ଡେଭଲପ ହଉଥିବ, ନିଜ ଡିମାଣ୍ଡ ଟାକୁ ସେ ଫୁଲଫିଲ କରିପାରୁଥିବ, ସେଇଟା ହଉଛି ଆମର କଣ expansionary fiscal policy. ତାପରେ ସେ ସେକେଣ୍ଡ କଣ କହିଲା କି contentionary fiscal policy କଣ? Contentionary fiscal policy is used to slow economic growth such as when inflation is growing too rapidly. କି କହିଲା contentionary fiscal policy କଣ? ନା slow economic growth such as when inflation is growing too rapidly. Economic କଣ କରିବ? ଆମର rapidly grow କରିବ, fast grow କରିବ. The opposite of expansionary fiscal policy or contentionary fiscal policy raises taxes to the cost spending. As consumers pay more taxes, they have less money to spend, and economic simulation and a growth slow. Under the contentionary fiscal policy, the economic usually grow by no more than 3% per year. Above this growth rate, negative economic consequences such as inflation, asset bubbles, increased unemployment, and even recession may occur. ତାପରେ ସେ କହିଲା ହଁ ଫିଜିକାଲ ପଲିସି ଆଫେକ୍ଟ ବିଜନେସ। ଫିଜିକାଲ ପଲିସି ଆମର ବିଜନେସ ଉପରେ କଣ ସବୁ ପ୍ରଭାବ ପକଉଛି, ତ ସେ ଜିନିଷଟା କହିଲା।
ତାପରେ ସେ କହିଲା ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟି, ତାପରେ ସେ କହିଲା ସ୍ଲୋୟର ଗ୍ରୋଥ ବା ଟ୍ୟାକ୍ସେସନ ଚେଞ୍ଜେସ୍ ବା ଅନଏମ୍ପ୍ଲୟମେଣ୍ଟ ରେଟ୍। ଫିଜିକାଲ ପଲିସି କଣ କଣ ଆଫେକ୍ଟ କରୁଛି ଆମ ବିଜନେସ କୁ? ମିଲି 4ଟା ପଏଣ୍ଟ। ସେ କଣ କହୁଛି? ଇନଭେଷ୍ଟମେଣ୍ଟ ଅପରଚ୍ୟୁନିଟି ଦେଖେଇବ, ତମକୁ ଧୀରେ ଧୀରେ ଗ୍ରୋଥ ଇଏ କରିବ, ଟ୍ୟାକ୍ସେସନ ରେ ଚେଞ୍ଜେସ୍ ସବୁ ଆଣିବ, ଆଉ କଣ କରିବ ନା ଅନଏମ୍ପ୍ଲୟମେଣ୍ଟ ରେଟ୍ ସବୁ କ୍ରିଏଟ କରିବ। ତାପରେ ସେ କହିଲା ମନିଟାରୀ ପଲିସି। ଫିଜିକାଲ ପଲିସି ପରେ ଆମେ ପଢିବା କଣ? ମନିଟାରୀ ପଲିସି। Monetary policy is a set of tools used by the nation's central bank to control the overall money supply and promote the economic growth and employ strategies such as revising interest rates and changing bank reserve requirements. In the United States, the Federal Reserve Bank implements a monetary policy through dual mandate to achieve the maximum employment while the keeping inflation in check. ସେ କହୁଛି ଆମ ମନିଟାରୀ ପଲିସି କଣ? ମନିଟାରୀ ପଲିସି କହିବାକୁ ଗଲେ ଆମର କଣ କହିବ? ପଇସାଟାକୁ ବାଲାନ୍ସରେ ରଖିବ, ସେଇଟା ହଉଛି ତମର ମନିଟାରୀ ପଲିସି। ତ ସେ ଫାଷ୍ଟ କଣ କହୁଛି ନା ମନିଟାରୀ ପଲିସି ସେଟ୍ ଅଫ୍ ଟୁଲ୍ସ ୟୁଜ୍ଡ ବାଇ ଦ nation's central bank to control the overall money supply to promote economic growth and economic strategy such as revising interest rate and changing in bank reserve requirement। ତ ମନିଟାରୀ ପଲିସି କୋଉଠି ଆମର କଣ? ସେଣ୍ଟ୍ରାଲ ବ୍ୟାଙ୍କ ଆମର କଣ କରିବ? ତାକୁ କଣ୍ଟ୍ରୋଲ କରିବ। ନେସନର ସେଣ୍ଟ୍ରାଲ ବ୍ୟାଙ୍କ ଟା କଣ୍ଟ୍ରୋଲ କରିବ, କେତିକି ମନି ସପ୍ଲାଏ ହବା ଦରକାର, କେତିକି ମନି ରହିବା ଦରକାର, ଆଉ ତାର ଗୋଟେ ଷ୍ଟ୍ରାଟେଜି ବନେଇବ। ଓକେ, ଇନ୍ ଦ ୟୁନାଇଟେଡ୍ ଷ୍ଟେଟ୍ ଦ ଫେଡରାଲ ରିଜର୍ଭ ବ୍ୟାଙ୍କ implements monetary policy through a dual mandate to achieve the maximum employment while keeping inflation in check. Monetary policy is a set of actions to control nations' overall money supply and achieve economic growth. Monetary policy strategic include revising interest rates and changing bank reserve requirement। monetary policy ଆଉ ଗୋଟେ କଣ କରେ? ଇଣ୍ଟରେଷ୍ଟ ରେଟ୍ କୁ ରିଭାଇଜ କରେ, ଆଉ ଆମର କଣ କରେ? ଚେଞ୍ଜିଂ ବ୍ୟାଙ୍କ କଣ ସବୁ ରିକ୍ୱାରମେଣ୍ଟ କୁ ମଧ୍ୟ ଚେଞ୍ଜ କରେ। ଓକେ, monetary policy is commonly classified as the expansionary and contractionary। ଯେମିତି ଆମର ଫିଜିକାଲି ପଲିସି କୁ ଏକ୍ସପାନ୍ସନାରୀ ଆଣ୍ଡ କଣ୍ଟ୍ରାକ୍ସନାରୀ ରେ ଡିଭାଇଡ କରୁଥିଲେ, ସେମିତି ମନିଟାରୀ ପଲିସି କୁ ଆମେ ଦି ଭାଗରେ ଭିତ କରିବା, ଗୋଟେ expansionary and contractionary। ଓକେ, ତାପରେ ସେ କହିଲା the Federal Reserve commonly uses three strategies for monetary policy including reserve requirement, the distribute and open the market operation। ତାପରେ ସେ କହିଲା ଟାଇପ୍ସ ଅଫ ମନିଟାରୀ ପଲିସି। ଯେମିତି ଆମେ ବୋଲେ ଟାଇପ୍ସ ଅଫ ମନିଟାରୀ ପଲିସି କଣ ଥିଲା? କନଭେନସନାରୀ ଆଣ୍ଡ ଏକ୍ସପେନ୍ସନାରୀ। ତ ସେ କହିଲା ମନିଟାରୀ ପଲିସି ଆର୍ ସିନ୍ as either expansionary or contractionary depending on the level of growth digestion within the economy। ମାନେ କୋଉ ଷ୍ଟେଜ ରେ ଅଛି ଆଗ ଇକୋନୋମି କୁ ଦେଖିବାକୁ ପଡିବ, ଦେନ୍ ସେ ତାକୁ ଡିଭାଇଡ କରି ହେଇ ହବ। ଗୋଲ୍ସ ଅଫ ମନିଟାରୀ ପଲିସି, ଗୋଲ୍ସ କଣ ରହିବ? ଇନଫ୍ଲେସନ ରହିପାରେ, ଅନଏମ୍ପ୍ଲୟମେଣ୍ଟ ରହିପାରିବ, ଆଉ ଗୋଟେ ହଉଛି କଣ? ଏକ୍ସଚେଞ୍ଜ ରେଟ୍। ମାନେ କାହିଁକି ଆମର ମନିଟାରୀ ପଲିସି ଯୋଉ ହଉଛି, କଣ ପାଇଁ ହଉଛି? ନା ଆମର ଇନଫ୍ଲେସନ ଯୋଉ ବଢି ଯାଉଛି ବା ଅନଏମ୍ପ୍ଲୟମେଣ୍ଟ ଯୋଉ ଦେଖା ହଉଛି ବା ଏକ୍ସଚେଞ୍ଜ ରେଟ୍ ସବୁ ଯୋଉ କଣ ହଉଛି ଭ୍ୟାରି କରୁଛି, ଏଥିପାଇଁ ତମକୁ କଣ ମନିଟାରୀ ପଲିସି ଟା ନିହାତି ଦରକାର। ତାପରେ ସେ କହିଲା ଫିଜିକାଲ ପଲିସି ଆଉ ମନିଟାରୀ ପଲିସି ଭିତରେ ଡିଫରେନ୍ସ କଣ? କାହାର କିଛି ଡାଉଟ ଅଛି କି? ତାପରେ ସେ କହିଲା monetary is enacted by central bank to sustain a level economy and keep unemployment low and ମେନ୍ ସେ କହିଲା ଆମ ମନିଟାରୀ ପଲିସି ପଢିକି ଆସିଲେ ଆମେ ଫିଜିକାଲ ପଲିସି ପଢିକି ଆସିଲେ, ତା ଭିତରେ ମେନ୍ ଡିଫରେନ୍ସ କଣ ରହୁଛି? କାରଣ ଦିଟାଙ୍କ ତ ଆମର ମନି କଣ୍ଟ୍ରୋଲ କରୁଛି ନା, ତ ଦିଟାଙ୍କ ଭିତରେ ତମର କଣ କଣ ମେନଲି ଡିଫରେନ୍ସ ରହିବ? Monetary is enacted by central bank to sustain level of economy and keep the unemployment low, protect the value of the currency and maintain the economic growth। monetary policy mean
ତାକୁ କିଏ ଆମର ନଜରରେ ରଖିବ ବା କିଏ ହୋଲ୍ଡ କରିବ, କଣ୍ଟ୍ରୋଲ କରିବ? ସେଣ୍ଟ୍ରାଲ ବ୍ୟାଙ୍କ କରିବ। ଆଉ ସେ କଣ ତାକୁ ଆମକୁ ହେଲ୍ପ କରିବ? ଏମ୍ପ୍ଲୟମେଣ୍ଟ କମେଇବାରେ ହେଲ୍ପ କରିବ। ତାପରେ ସେ କଣ କରିବ? ପ୍ରୋଟେକ୍ଟ କରିବ କରେନ୍ସିଟାକୁ, ଆମର ଯୋଉ ଭ୍ୟାଲୁ ଅଫ ଦ କରେନ୍ସିକୁ ପ୍ରୋଟେକ୍ଟ କରିକି ରଖିବ। ତାପରେ ଇକୋନୋମିକ ଗ୍ରୋଥକୁ ମଧ୍ୟ ମେଣ୍ଟେନ କରିବ। ବାय ମ୍ୟାନିପୁଲେଟିଂ ଇଣ୍ଟରେଷ୍ଟ ରେଟ୍ or reserve requirements or through open market operation, a central bank affect borrowing and spending and saving rates. ତାପରେ ସେ କହିଲା ଇଣ୍ଟରେଷ୍ଟ ରେଟ୍ ଆଉ ଆମ ରିଜର୍ଭ ଏଗୁରା ମଧ୍ୟ କଣ ସେ କରିବ? ଗୋଟେ ବାଲାନ୍ସ ରଖିବ। କିନ୍ତୁ ଫିଜିକାଲ ପଲିସି କଣ କରୁଛି ତମର? Physically policy is an additional tools used by the government and not central bank. Physically policy କଣ କରୁଛି ନା ଆମର ଗଭର୍ଣମେଣ୍ଟ ଆଉ ସେଣ୍ଟ୍ରାଲ ବ୍ୟାଙ୍କ ଦି ଜଣ ଯାକ ତାକୁ କଣ କରିବେ? ୟୁଜ କରିବେ ବା କଣ୍ଟ୍ରୋଲ କରିବେ। While the Federal Reserve can influence the supply of money in the economy, the US Treasury Department can create a new money and implement new tax policies. It spends money directly or indirectly into the economy to increase the spending and spur the growth. Both monetary and physical tools are where coordinate efforts in a series of government and Federal Reserve Bank program launched in the response to the COVID-19 pandemic. Okay. ତାପରେ ଆମେ ଦେଖିବା କଣ ସେ କହୁଛି ମନିଟାରୀ ଆଉ ଫିଜିକାଲ ପଲିସି ଭିତରେ ଡିଫରେନ୍ସ ସେ କଣ କହିଗଲା। ତାକୁ ମନିଟାରୀ ପଲିସିକୁ କିଏ କଣ୍ଟ୍ରୋଲ କରୁଛି ଆଉ ମନିଟାରୀ ପଲିସି ରୁଲ ରେଗୁଲେସନ କଣ ରହୁଛି ମନି କଣ୍ଟ୍ରୋଲ କରିବା। ଫିଜିକାଲି ପଲିସିରେ ବି ସେମିତି କହିଲା କି କଣ ରୁଲ ରେଗୁଲେସନ ରହୁଛି ଆଉ ତାକୁ କିଏ କଣ୍ଟ୍ରୋଲ କରୁଛି। ତାପରେ ଆମେ ଦେଖିବା ଏଇଟା କଣ କହୁଛି ନେକ୍ସଟରେ ଇଣ୍ଡଷ୍ଟ୍ରିଆଲ ପଲିସି କଣ। ତ ଆମେ ଇଣ୍ଡଷ୍ଟ୍ରିଆଲ ପଲିସି ବିଷୟରେ ଦେଖିବା ନେକ୍ସଟ କ୍ଲାସରେ ଦେଖିବା ଏଇଟା ଆଉ। କାହାର କିଛି ଡାଉଟ ଅଛି କି? ମୁଁ ଷ୍ଟାର୍ଟିଂ ରୁ ଦେଖଉଛି, କାହାର କିଛି ଡାଉଟ ଅଛି ଚାଟ ବକ୍ସ ରେ ବି ଜଣେଇ ପାର। ଆଉ ଯୋଉମାନେ ସବୁ ପଛେ ଜଏନ କଲେଣି ସେ ନିଜ ନିଜ ରୋଲ ନମ୍ବର ଚାଟ ବକ୍ସ ରେ ମେସେଜ କରିଦିଅ। କାହାର କିଛି ଡାଉଟ ଅଛି? ନାଇଁ ମ୍ୟାମ୍। ଆଚ୍ଛା ଠିକ ଅଛି, ଥ୍ୟାଙ୍କ ୟୁ। ନେକ୍ସଟ କ୍ଲାସରେ ଆମେ କଣ ଦେଖିବା ନା ଇଣ୍ଡଷ୍ଟ୍ରିଆଲ ପଲିସି ବିଷୟରେ ପୁରା ଡିଟେଲ ଆନାଲିସିସ୍ ଦେଖିବା। ଇଣ୍ଡଷ୍ଟ୍ରିଆଲ ପଲିସି ତାର ଅବଜେକ୍ଟିଭ ଦେଖିବା, ଫିଚର ଦେଖିବା, ଦେନ୍ ଆମେ ନେକ୍ସଟ କୁ ମୁଭ୍ କରିବା। ଓକେ, ଠିକ ଅଛି, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ ମ୍ୟାମ୍। ଥ୍ୟାଙ୍କ ୟୁ।